ହାଲେଲୁୟା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ମୋ ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ପୁନର୍ବାର ଆଜି ମଧ୍ୟ ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଥିବାରୁ ପ୍ରଭୁଙ୍କ ନାମର ଅଶେଷ ଧନ୍ୟବାଦ। ବିଶେଷ କରି ଆପଣମାନେ ଆମ ସିୟନ ମଣ୍ଡଳର ବାକ୍ୟ ଶୁଣୁଅଛନ୍ତି ଏବଂ ଆଶୀର୍ବାଦ ପ୍ରାପ୍ତ ହେଉଛନ୍ତି ବୋଲି ମୁଁ ଆଶା କରୁଅଛି। ହେଲେ ଆଜି ଆମେମାନେ ଗୋଟେ ବିଷୟ ଦେଖିବା, ପରମେଶ୍ୱରଙ୍କ ନିକଟରେ ଭୟକାରୀ ଲୋକମାନଙ୍କ ଜୀବନରେ ପରମେଶ୍ୱର ଆଶ୍ଚର୍ଯ୍ୟ ମହତ କର୍ମ କରନ୍ତି। ହାଲେଲୁୟା। ଯେହେତୁ ପରମେଶ୍ୱର ତାଙ୍କ ଲୋକମାନଙ୍କୁ କେବେ ମଧ୍ୟ ଲଜ୍ଜିତ ହେବାକୁ ଦେବେ ନାହିଁ। ଆପଣମାନେ ଭାବୁଛନ୍ତି ପ୍ରଭୁଙ୍କ ବିରୁଦ୍ଧରେ ଅନେକ ଭୁଲ କରିଦେଇଛି, ମୁଁ କ୍ଷମା ପାଇପାରିବି ନାହିଁ ବୋଲି ଆପଣମାନେ ଦୁର୍ବଳ ଭାବରେ ଦୁର୍ବଳ ହୋଇଯାଇ ପ୍ରଭୁଙ୍କଠାରେ ପ୍ରାର୍ଥନା ନ କରି, ପ୍ରଭୁଙ୍କର ବାକ୍ୟ ନ ପଢ଼ି, ପ୍ରଭୁଙ୍କଠାରେ ଆଶା ନ ରଖି, ଭରସା ନ ରଖି ଜଗତରେ ମିଶିଯିବା ଲୋକମାନେ ଅନେକ ଲୋକ ଅଛନ୍ତି। ହାଲେଲୁୟା। କିନ୍ତୁ ପ୍ରଭୁ କହୁଅଛନ୍ତି ତୁମେମାନେ ଭରସାହୀନ ହୁଅ ନାହିଁ। ହାଲେଲୁୟା। ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ଆଉ ସେଠି ଲେଖା ହେଇଛି ଗୀତ ସଂହିତା ତାର 25 ପର୍ବ ତାର 12 ପଦରେ ଏହି ପ୍ରକାର ଲେଖା ହେଇଛି, ସଦାପ୍ରଭୁଙ୍କୁ ଭୟ କରିବା ଲୋକ କିଏ? ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ। ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ। ତାହାର ପ୍ରାଣ କୁଶଳରେ ବାସ କରିବ ଓ ତାହାର ବଂଶ ଦେଶ ଅଧିକାର କରିବେ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ପ୍ରଭୁ ମହାନ ଅଟନ୍ତି। ପ୍ରଭୁଙ୍କୁ ଭୟ କରିବା ଲୋକମାନେ ପ୍ରଭୁଙ୍କ ନିକଟରେ ଯାହା ଆଶା କରୁଥିବେ, ଯେଉଁ ବିଷୟରେ ପ୍ରାର୍ଥନା କରୁଥିବେ, ସେ ସବୁ ବିଷୟ ପ୍ରଭୁ ଦେବାକୁ, ପ୍ରଭୁ କରିବାକୁ ସାମର୍ଥ୍ୟ ଅଟନ୍ତି। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଆପଣମାନେ ଭରସାହୀନ ହୁଅନ୍ତୁ ନାହିଁ। ଆପଣମାନେ ପ୍ରଭୁଙ୍କଠାରେ, ପ୍ରଭୁଙ୍କ ବାକ୍ୟରେ, ପ୍ରଭୁଙ୍କ ମୁଖ ନିର୍ଗତ ବାକ୍ୟରେ ଆପଣମାନେ କ'ଣ କରନ୍ତୁ? ଆଶା ରଖନ୍ତୁ। କାରଣ ଲୋକମାନେ ଆମମାନଙ୍କୁ ଲଜ୍ଜିତ ହେବାକୁ ଅନେକ ପାଦ ପାତନ୍ତି, ମାତ୍ର ପରମେଶ୍ୱର ଆମମାନଙ୍କ ଜୀବନ କୁଶଳରେ ରଖିବାକୁ ଚାହାନ୍ତି। ହାଲେଲୁୟା। ଆମେମାନେ ଯଦି ଦେଖିବା ସେ 25ର ଗୀତ ସଂହିତା ତାର 25 ତାର 1-2ରେ ଲେଖା ହେଇଛି, ହେ ସଦା ପ୍ରଭୁ, ମୁଁ ତୁମ ପ୍ରତି ଆପଣ ମନ ଉଠାଏ। ମୋର ପ୍ରିୟ ଲୋକମାନେ, ଆମମାନଙ୍କର ମନ ପରମେଶ୍ୱରଙ୍କ ନିକଟରେ, ପରମେଶ୍ୱର ଯେଉଁ ବାକ୍ୟ କହିଅଛନ୍ତି, ପରମେଶ୍ୱର ଯେଉଁ ପ୍ରତିଜ୍ଞା କରିଅଛନ୍ତି, ପରମେଶ୍ୱର ଯାହା ଆମମାନଙ୍କ ପ୍ରତି ଯୋଜନା କରିଅଛନ୍ତି, ସେଇ ବିଷୟ ପ୍ରତି ଆମେମାନେ ଆମମାନଙ୍କର ମନକୁ ଉଠାଇବାକୁ ପଡ଼ିବ। ହାଲେଲୁୟା। ଆମର ମନ ଯଦି ପରମେଶ୍ୱରଙ୍କ ଆଡ଼କୁ ଯଦି ଉଠାଇବା, ପରମେଶ୍ୱରଙ୍କ ପ୍ରତି ଆମ ମନ ଯଦି ଉଠାଇବା, ତାହେଲେ ସେ ଆମମାନଙ୍କୁ କେବେ ବି ଲଜ୍ଜିତ ହେବାକୁ ଦେବେ ନାହିଁ। ହାଲେଲୁୟା। ପ୍ରଭୁଙ୍କୁ ଆମେ ଭୟ କରୁଛୁ, ପ୍ରଭୁଙ୍କୁ ଆମେ ଭକ୍ତି କରୁଛୁ, ପ୍ରଭୁଙ୍କଠାରେ ଆମେ ନିର୍ଭର କରୁଛୁ। ଗୀତ ରଚକ କହନ୍ତି, ସେ 20ର ତାର 7 ଲେଖା ହେଇଛି, କେହି କେହି ରଥରେ, କେହି କେହି ଅଶ୍ବରେ ନିର୍ଭର କରନ୍ତି, ମାତ୍ର ମୁଁ କ'ଣ କରିବି ବୋଲି କହିଲେ, ଆମ୍ଭେମାନେ ସଦାପ୍ରଭୁ ଆମମାନଙ୍କ ପରମେଶ୍ୱରଙ୍କ ନାମ କୀର୍ତ୍ତନ କରିବା। ହାଲେଲୁୟା। ଲୋକମାନେ ଅନେକ ବିଷୟରେ ନିର୍ଭର କରନ୍ତି, ଅନେକ ପଥ ସେମାନଙ୍କୁ ସରଳ ଦିଶୁଥିବ, ସେଇ ଜାଗାରେ ସେମାନେ ଯାଆନ୍ତି, ଅନେକ କାର୍ଯ୍ୟ ସେମାନେ କରନ୍ତି, ଅନେକ ବିଷୟ ପ୍ରତି ସେମାନେ କ'ଣ ହୁଅନ୍ତି? ଆସକ୍ତ ହୁଅନ୍ତି। ଆଉ ସେମାନେ ପରିତ୍ରାଣ ନ ଦେଇପାରିବା ପ୍ରତିମାମାନଙ୍କ ପୂଜା କରନ୍ତି, ଆଉ ଅଶ୍ବ ଉପରେ ନିର୍ଭର କରନ୍ତି, ରଥ ଉପରେ ନିର୍ଭର କରନ୍ତି। ଆମେ ଯଦି ଦେଖିବା ଆଜିକାଲି ଦୁନିଆରେ ଅନେକ ଲୋକ ଅଛନ୍ତି, ଗୋଟିଏ ଗାଡ଼ି କିଣିଲେ, ଗୋଟିଏ କାର୍ କିଣିଲେ, କୌଣସି ଗୋଟେ ଜିନିଷ ମାନେ ଯାନବାହନ ଯଦି କିଣିବେ ବୋଲି କହିଲେ, ସେମାନେ ବହୁତ ନିର୍ଭରଶୀଳ ହେବେ, ବହୁତ ଆଶା ରଖିବେ, ବହୁତ ତାର ଉପରେ ଅନେକ ଯୋଜନା ରଖିଥିବେ। ହାଲେଲୁୟା। ସେମାନଙ୍କର ଯୋଜନା ସେମାନଙ୍କ ପ୍ରତି ଅନେକ ବିପଦ ଆଣିଥାଏ। ସେମାନଙ୍କର ଚିନ୍ତାଧାରା ଭିନ୍ନ ଥାଏ। ପରମେଶ୍ୱରଙ୍କ ଚିନ୍ତା ସେମାନେ ଲଢ଼ନ୍ତି ନାହିଁ।
ସେମାନଙ୍କର ଥିବା ଧନ ସମ୍ପତ୍ତି ଉପରେ, ସେମାନଙ୍କର ଥିବା ଐଶ୍ୱର୍ଯ୍ୟ ଉପରେ, ସେମାନଙ୍କ ପାଖରେ ଥିବା ଅନେକ ଆଉ ଘୋଡ଼ା, ହାତୀ, ଛେଳି, ମେଣ୍ଢା, ଗାଈ, ଗୋରୁ, ଏ ଜଗତର ସମ୍ପତ୍ତି ଉପରେ ସେମାନଙ୍କ ନିର୍ଭର ଥାଏ। ଅଧିପତି ମାନଙ୍କ ଉପରେ ଆଶା ରଖନ୍ତି ସେମାନେ। ଯେଉଁମାନେ ଆଉ ସଦାପ୍ରଭୁଙ୍କୁ ଭୟ କରନ୍ତି ସେମାନେ ଏଇ ପ୍ରକାର ଆଉ ଚିନ୍ତାରେ ରହନ୍ତି ନାହିଁ, ଏଇ ପ୍ରକାର ଆଲୋଚନାରେ ରହନ୍ତି ନାହିଁ। ସେମାନେ ପରମେଶ୍ୱରଙ୍କ ଉପରେ ନିର୍ଭର କରନ୍ତି, ପରମେଶ୍ୱରଙ୍କ ନାମ କୀର୍ତ୍ତନ କରନ୍ତି। ହାଲେଲୁୟା। ଲୋକମାନେ ତାହା କରିବେ, ଲୋକମାନେ ତାହା କରନ୍ତୁ। କେହି କେହି ଅଶ୍ବରେ, କେହି କେହି ଘୋଡ଼ାରେ ବା କେହି କେହି ରଥରେ ନିର୍ଭର କରନ୍ତୁ, ମାତ୍ର ଆମେ ସେମିତି କରିବାକୁ ହେବ ନାହିଁ। ହାଲେଲୁୟା। ଆମେମାନେ ସଦାପ୍ରଭୁ ପରମେଶ୍ୱରଙ୍କ ଠାରୁ ନିର୍ଭର କରିବାକୁ ପଡ଼ିବ। ସେ ଆମମାନଙ୍କର ଢାଳ, ସେ ଆମମାନଙ୍କର ବଳ, ସେ ଆମମାନଙ୍କର ଶାନ୍ତି ସମାଧାନ। ହାଲେଲୁୟା। ଆମମାନଙ୍କର ମସ୍ତକ ଟେକିବା କର୍ତ୍ତା ହେଉଛନ୍ତି ପ୍ରଭୁ ଯୀଶୁ। ଆମମାନଙ୍କୁ ପରମେଶ୍ୱର ଆଉ ସେଠି ଲେଖା ହେଇଛି ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀ ମାନଙ୍କ ଠାରେ ଥାଏ। ହାଲେଲୁୟା। ସଦାପ୍ରଭୁଙ୍କ ଗୁପ୍ତ ବିଷୟ ଗୁଡ଼ାକ, ନିଗୁଢ଼ ତତ୍ତ୍ୱ ବିଷୟ ଗୁଡ଼ାକ ତାହାଙ୍କ ଭୟକାରୀ ମାନଙ୍କ ପାଖରେ ଥିବ। ଏଇ ଜାଗତିକ ଲୋକମାନଙ୍କ ଠାରେ ପରମେଶ୍ୱରଙ୍କ ଭୟ ନଥିବ। ଜାଗତିକ ଲୋକମାନେ ଘୋଡ଼ା ଉପରେ, ହାତୀ ଉପରେ, ପ୍ରତିମା ଉପରେ, ଲୋକମାନଙ୍କ ଶକ୍ତି ଉପରେ, ପଦବୀ ଉପରେ ସେମାନେ ନିର୍ଭର କରନ୍ତି। ମାତ୍ର ଆମେମାନେ ସଦାପ୍ରଭୁ ପରମେଶ୍ୱରଙ୍କ ଉପରେ ନିର୍ଭର କରିବା ଲୋକମାନେ, ସଦାପ୍ରଭୁ ପରମେଶ୍ୱରଙ୍କୁ କୀର୍ତ୍ତନ କରିବା ଲୋକମାନେ। ହାଲେଲୁୟା। କାରଣ ସେ ଯାହା କହିଅଛନ୍ତି, ମୋର ପ୍ରିୟ ଲୋକମାନେ, ବାଇବେଲର ପ୍ରତ୍ୟେକ ବାକ୍ୟକୁ ଆପଣମାନେ ପରମେଶ୍ୱରଙ୍କ ମୁଖ ନିର୍ଗତ ବାକ୍ୟ ବୋଲି ଆପଣମାନେ କ'ଣ କରିବାକୁ ପଡ଼ିବ? ବିବେଚନା କରିବାକୁ ପଡ଼ିବ। ଆପଣମାନେ ଆଉ ଯେଉଁ ବାକ୍ୟ ପରମେଶ୍ୱରଙ୍କର ବାକ୍ୟକୁ ଶସ୍ତା ବୋଲି ଭାବୁଛନ୍ତି, ପରମେଶ୍ୱରଙ୍କ ବାକ୍ୟକୁ ତୁଚ୍ଛ ଜ୍ଞାନ କରୁଥିବା ହେତୁ ଆପଣମାନଙ୍କୁ ବାଇବେଲର ବାକ୍ୟ ଗୁଡ଼ାକ ଅକ୍ଷରରେ ରହିଯାଉଛି, ଅକ୍ଷରରେ ଆପଣମାନେ ଅକ୍ଷର ଭାବରେ ଦେଖୁଛନ୍ତି, ଯାହାକି ଆପଣମାନେ ଏଇ ଜାଗତିକ ଯେଉଁ ପୁସ୍ତକ ଗୁଡ଼ାକ ପରି ବାଇବେଲକୁ ମଧ୍ୟ ଦେଖୁଛନ୍ତି। ତେଣୁ ପରମେଶ୍ୱରଙ୍କର ଶକ୍ତିକୁ ଆପଣମାନେ ବୁଝିପାରୁନାହାନ୍ତି। ସେ କେମିତିକାର ପରମେଶ୍ୱର ଆପଣମାନଙ୍କୁ ମୁଁ କହିବି। ଆଉ ମୋ ସହିତ ଖୋଲନ୍ତୁ ଗୀତ ସଂହିତା 136 ପର୍ବରେ ଲେଖା ହେଇଛି। ଗୀତ ସଂହିତା 136 ପର୍ବ ତାର 4 ପଦରେ, ଯେ ମହତ୍ ମହତ୍ ଆଶ୍ଚର୍ଯ୍ୟ କର୍ମ କରିବାରେ ଅଦ୍ୱିତୀୟ, ତାହାଙ୍କର ଧନ୍ୟବାଦ କର, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ହାଲେଲୁୟା। ଆମ ପରମେଶ୍ୱର ରାଜାମାନଙ୍କ ରାଜା, ପ୍ରଭୁମାନଙ୍କ ପ୍ରଭୁ, ମହାନ ପରମେଶ୍ୱର। ସେ ମହତ ମହତ ଆଶ୍ଚର୍ଯ୍ୟ କର୍ମ କରିବାରେ ଅଦ୍ୱିତୀୟ, ତାହାଙ୍କ ପରି କେହି ମଧ୍ୟ ଏ ବିଶ୍ୱ ବ୍ରହ୍ମାଣ୍ଡରେ କେହି ମଧ୍ୟ ତାହାଙ୍କ ପରି କରିପାରନ୍ତି ନାହିଁ। କେହି ମଧ୍ୟ ପରମେଶ୍ୱରଙ୍କ ପରି ନୁହନ୍ତି। ପରମେଶ୍ୱର ସର୍ବଶକ୍ତିମାନ ପରମେଶ୍ୱର, ତାହାଙ୍କ ନିକଟରେ ନିର୍ଭର କରିବା ଲୋକମାନଙ୍କ ଉପରେ ତାହାଙ୍କର ଦୟା ଅନନ୍ତ କାଳ ସ୍ଥାୟୀ ଥିବ। ହାଲେଲୁୟା। ପରମେଶ୍ୱରଙ୍କ ନିକଟରେ ନିର୍ଭରକାରୀ ଲୋକମାନଙ୍କର ଉପରେ ପରମେଶ୍ୱରଙ୍କର ଦୟା ଅନନ୍ତ କାଳ ପର୍ଯ୍ୟନ୍ତ ଥିବ। ହାଲେଲୁୟା। ସେଇ ପରମେଶ୍ୱରଙ୍କୁ ଆମେମାନେ ପାଇଅଛୁ ମୋର ପ୍ରିୟ ଲୋକମାନେ। ସେଇ ପରମେଶ୍ୱର ରାଜାମାନଙ୍କର ରାଜା, ପ୍ରଭୁମାନଙ୍କ ପ୍ରଭୁ, ସର୍ବ ସୃଷ୍ଟିକର୍ତ୍ତା, ସେ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ମହାଜ୍ୟୋତିର୍ଗଣ ପରମେଶ୍ୱର, ମହାଜ୍ୟୋତିର୍ଗଣକୁ ନିର୍ମାଣ କରୁଥିବା ପରମେଶ୍ୱର, ସେ ପରମେଶ୍ୱରଙ୍କୁ ଆମେ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିଅଛୁ। ହାଲେଲୁୟା। ଆମେମାନେ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିଅଛୁ ମୋର ପ୍ରିୟ ଲୋକମାନେ। କାରଣ ସେ ଆମମାନଙ୍କୁ ପରିତ୍ରାଣ କରିବା ପରମେଶ୍ୱର। ତାହାଙ୍କର ଦୟା, ତାହାଙ୍କର ଅନୁଗ୍ରହ, ତାହାଙ୍କର ଶାନ୍ତି ସମାଧାନ ଆମମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମ କରିବ। ସେ କ'ଣ କରିବେ? ସଦାପ୍ରଭୁଙ୍କ ନିକଟରେ ସଦାପ୍ରଭୁଙ୍କୁ ଭୟ କରିବା ଲୋକ କିଏ? ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ। ସଦାପ୍ରଭୁଙ୍କୁ ଭୟ କରିବା ଲୋକମାନଙ୍କୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ। ଇଷ୍ଟପଥ, ପ୍ରଭୁଙ୍କୁ ଭୟ କରିବା ଲୋକମାନଙ୍କର ଇଷ୍ଟ ବୋଲେ, ଇଷ୍ଟ ବୋଲି କହିଲେ ଇଚ୍ଛା,
ହାଲେଲୁୟା। ଇଚ୍ଛା ଅନୁସାରେ ସେମାନେ କ'ଣ ଭାବିବେ ବୋଲି କହିଲେ, ପରମେଶ୍ୱରଙ୍କର ଶକ୍ତିକୁ ପ୍ରଚାର କରିବା, ପରମେଶ୍ୱରଙ୍କ ପାଇଁ ବଞ୍ଚିବା। ମୁଁ ଏ ମଝିରେ ଗୋଟିଏ ଆନ୍ଦୋଳନରେ ପଡ଼ିଯାଇଥିଲି। ମାତ୍ର ମୁଁ ପରମେଶ୍ୱରଙ୍କ ଭାଗ୍ୟ ଉପରେ ନିର୍ଭର କଲି। ଆଉ ମୁଁ କହିଲି, ପ୍ରଭୁ ତୁମର ମୁଖ ନିର୍ଗତ ବାକ୍ୟ ଉପରେ ମୁଁ ନିର୍ଭର କରୁଅଛି। ମୁଁ ଜଗତ ଲୋକମାନଙ୍କ ଉପରେ ନିର୍ଭର କରୁନାହିଁ। ଏହି ଆଶଙ୍କା, ଏହି ଭୟ ମୋ ଠାରୁ ଦୂର କର। ଯେହେତୁ ତୁମେ ଆମମାନଙ୍କର ତ୍ରାଣକର୍ତ୍ତା, ଆମମାନଙ୍କର ଲୁଚିବାର ସ୍ଥାନ, ତୁମେ ଆପଣ ଆଶୀର୍ବାଦ ଡେରା ତଳେ ଆମକୁ ଆବୁର ରଖ, ଆମକୁ ଲୁଚେଇକି ରଖିବ ବୋଲି କହିଲ ପ୍ରଭୁ। ଅଧର୍ମଚାରୀମାନଙ୍କୁ ତୁମେ ଆଉ ଦୂରରେ ରଖିବ। ତୁମର ଲୋକମାନଙ୍କୁ, ତୁମକୁ ଭୟ କରିବା ଲୋକମାନଙ୍କୁ, ତୁମଠାରୁ ନିର୍ଭର କରିବା ଲୋକମାନଙ୍କୁ ତୁମେ ପ୍ରେମ କରିବ, ଆଉ ସେମାନଙ୍କୁ ଆବୁରି ନେବ। ସେମାନଙ୍କର ଉଚ୍ଚଦୁର୍ଗ ତାହାଙ୍କର ଶୈଳ ହୋଇକି ତୁମ ରହିବ ପ୍ରଭୁ ବୋଲି ମୁଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, ପ୍ରଭୁଙ୍କ ନିକଟରେ ନିବେଦନ କଲି। ପ୍ରଭୁ ମୋର ଇଷ୍ଟ ପଥରେ ମୋତେ ଶିକ୍ଷା ଦେଲେ। ମୋତେ ସେ କ'ଣ କଲେ, ମୁଁ ଯାହା କହିଲି, ଯାହା ମାଗିଲି ପ୍ରଭୁଙ୍କୁ, ସେ ମୋତେ ତାହା ଦେଲେ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଆପଣମାନେ ପରମେଶ୍ୱରଙ୍କ ଶକ୍ତିକୁ ଉଣା କରନ୍ତୁ ନାହିଁ। ସେ ଏକମାତ୍ର ପରମେଶ୍ୱର, ମହତ ଆଶ୍ଚର୍ଯ୍ୟ କର୍ମ କରିବାକୁ ଏକମାତ୍ର ଅଦ୍ୱିତୀୟ। ତା ମାନେ ଅଦ୍ୱିତୀୟ ବୋଲି କହିଲେ ତାଙ୍କ ପରେ ଆଉ କେହି ନାହାନ୍ତି, ତାଙ୍କ ପରେ ଆଉ କେହି ମଧ୍ୟ କରିପାରନ୍ତି ନାହିଁ। ପ୍ରେଜ୍ ଦ ଲର୍ଡ। ଅସାଧ୍ୟକୁ ସାଧ୍ୟ କରିବା ପରମେଶ୍ୱର ଆମମାନଙ୍କର ପରମେଶ୍ୱର। ତାହାଙ୍କୁ ଭୟ କରିବା ଲୋକମାନଙ୍କୁ କେବେ ମଧ୍ୟ ପରମେଶ୍ୱର ଲଜ୍ଜିତ ହେବାକୁ ଦେବେ ନାହିଁ। କିନ୍ତୁ ଯେଉଁମାନେ ତାହାଙ୍କ ଲୋକମାନଙ୍କୁ ଲଜ୍ଜିତ ହେବାକୁ ଦେବେ, ସେମାନଙ୍କୁ ପରମେଶ୍ୱର କ'ଣ କରିବେ, ଲଜ୍ଜିତ ହେବାକୁ ଦେବେ। ହାଲେଲୁୟା। ତେଣୁ ଆପଣମାନେ ପରମେଶ୍ୱରଙ୍କର ବାକ୍ୟକୁ ତୁଚ୍ଛ ଜ୍ଞାନ ନ କରି, ପରମେଶ୍ୱରଙ୍କର ସମୟକୁ ନଷ୍ଟ ନ କରି, ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ କର୍ମ ଉପରେ ବିଶ୍ୱାସ ଯଦି କରିବ, ଆପଣମାନେ ପରମେଶ୍ୱରଙ୍କର ମହତ ବିଷୟ ଯଦି ଦେଖିବାକୁ ଚାହୁଁଛନ୍ତି, ଆପଣମାନେ ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ ବିଷୟ ଦେଖିବାକୁ ଚାହୁଁଛନ୍ତି, ତାହେଲେ ଆପଣମାନଙ୍କୁ ପରିଶ୍ରମ କରିବାକୁ ପଡ଼ିବ। ପ୍ରଭୁଙ୍କ ନିକଟରେ ନିର୍ଭର କରି, ମାନେ ପ୍ରଭୁଙ୍କ ନିକଟରେ ଭରସା କରି, ପ୍ରଭୁଙ୍କ ନିକଟରେ ଆମେମାନେ ମାଗିବା, ପ୍ରଭୁଙ୍କ ବାକ୍ୟରେ ଆମେ ଅନ୍ୱେଷଣ କରି, ପ୍ରଭୁଙ୍କର ମହତ ବିଷୟକୁ ପାଇବା ପାଇଁ ପ୍ରଚେଷ୍ଟା ଯଦି କରିବା, ତାହେଲେ ପ୍ରଭୁ ନିଶ୍ଚିତ ଭାବରେ ଆମମାନଙ୍କ ଜୀବନର ଆଶ୍ଚର୍ଯ୍ୟ କର୍ମ କରିବେ। ମୋର ପ୍ରିୟ ଲୋକମାନେ, ଆଜିର ବାକ୍ୟ ଆପଣମାନଙ୍କ ଜୀବନରେ କାର୍ଯ୍ୟକାରୀ କରୁଅଛି ବୋଲି, କାର୍ଯ୍ୟକାରୀ ହେଉଅଛି ବୋଲି ମୁଁ ଆଶା କରୁଅଛି। ଆମେମାନେ ପରମେଶ୍ୱରଙ୍କୁ ନିଜର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବା, ସେ ଆମମାନଙ୍କର ସାହାଯ୍ୟକାରୀ ପରମେଶ୍ୱର, ଆମମାନଙ୍କର ଉଦ୍ଧାରକାରୀ ପରମେଶ୍ୱର। ଆମେମାନେ ସାରଦରୀ ମନୁଷ୍ୟ ହେଲେ ମଧ୍ୟ ସେ ଆମମାନଙ୍କୁ ମହାଦୟା ଦେଖାଇଛନ୍ତି। ତାହାଙ୍କର ଦୟା ଆମମାନଙ୍କ ପ୍ରତି ଅନନ୍ତ କାଳ ପର୍ଯ୍ୟନ୍ତ ଥିବ। ତେଣୁ ସେ ବାକ୍ୟ ଉପରେ ଆମେ ନିର୍ଭର କରିବା, ସେ ପ୍ରଭୁଙ୍କ ଉପରେ ନିର୍ଭର କରିବା। ତାଙ୍କର ମୁଖ ନିର୍ଗତ ବାକ୍ୟ ଅଟଳ, ଚିରକାଳ ସ୍ଥାୟୀ। ତାହାଙ୍କର ବାକ୍ୟରେ ଯେଉଁମାନେ ନିର୍ଭର କରନ୍ତି, ସେ କେବେ ବି ଗୁଞ୍ଜା ଯିବ ନାହିଁ ବୋଲି ଲେଖା ହେଇଛି। ତେଣୁ ଆପଣମାନେ କେବେ ମଧ୍ୟ ପ୍ରଭୁଙ୍କୁ ତୁଚ୍ଛ ଜ୍ଞାନ କରନ୍ତୁ ନାହିଁ, କେବେ ମଧ୍ୟ ପ୍ରଭୁଙ୍କ ଶକ୍ତିକୁ ଉଣା କରନ୍ତୁ ନାହିଁ। ତାହାଙ୍କ ଉପରେ ଆଶ୍ଚର୍ଯ୍ୟ କର୍ମ କରିବାକୁ କେହି ମଧ୍ୟ ନାହିଁ ବୋଲି ଯଦି ବିଶ୍ୱାସ କରିବ, ପ୍ରଭୁ ମୋ ଜୀବନରେ କେତେଟା ଆଶ୍ଚର୍ଯ୍ୟ କର୍ମ କରୁଛନ୍ତି, କେଉଁ ପ୍ରକାର ମହତ କର୍ମ କରୁଛନ୍ତି, ଆପଣମାନଙ୍କ ସହିତ ମୁଁ ବାଣ୍ଟି ନେବି, ଆପଣମାନଙ୍କ ସହିତ ମୁଁ ସେ ସାକ୍ଷ୍ୟ ଗୁଡ଼ାକ ବାଣ୍ଟି ନେବି। ତେଣୁ ଆମମାନଙ୍କର ସିୟନ ମଣ୍ଡଳୀ ବାକ୍ୟକୁ ଆପଣମାନେ ଦେଖନ୍ତୁ, ଆଉ ଆପଣମାନେ ଆତ୍ମିକତାରେ ବଢ଼ନ୍ତୁ, ପ୍ରଭୁଙ୍କ ଶକ୍ତିକୁ ଜାଣନ୍ତୁ। ତାହେଲେ ପ୍ରଭୁ ଆପଣମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମ କରିବେ। ପ୍ରଭୁ ପଠିତ ବାକ୍ୟ ଦେଇ ଆମ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ। ଆମେନ୍। ଛୋଟ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତକାର ସଦା ପ୍ରଭୁ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ଆଜିର ବାକ୍ୟ ଯେ ପ୍ରକାର ତୁମ ଲୋକମାନଙ୍କ ଜୀବନରେ କାର୍ଯ୍ୟକାରୀ ହେବ, ସେଥିପାଇଁ ସାହାଯ୍ୟ କର। ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ, ଆମେନ୍।